আর তুমি হঠাৎ এটি পুଣି ସାଥୀ ଆମେ ଯୋଉ ଥାନରେ ପ୍ରଥମ ଦେଖା ହେଇଥିଲା ଆରେ ହଁ ସେଇ ପ୍ରିୟା। ଥାନରେ ହିଁ ମୁଁ ଆସିଲି। ହେଲେ ଆଚ୍ଛା। ତମେ ଏଇ ଜାଗାରେ କ'ଣ କରୁଥିଲ କି? ଆରେ ପ୍ରିୟା, ଯେତେବେଳେ ତୁମ କଥା ମୋତେ ଭାରି ମନେ ପଡ଼ିଲା, ହଁ ତେଣୁକରି ମୋ ମନରେ ଚିନ୍ତା କରି ମୁଁ ତୁମ ନିଜ ରାଜ୍ୟକୁ ଚାଲିଯାଇ ତୁମ ପିତାମାତାଙ୍କୁ ସାକ୍ଷାତ କରି ତୁମ ବିବାହର ପ୍ରସ୍ତାବ ମାଗିବା ପାଇଁ ଚାଲି ଯାଉଥିଲି। ହେଲେ ସତରେ? ଆରେ ହଁ ପ୍ରିୟା। ହେଲେ ସେ କଥା ଆବଶ୍ୟକତା ନାହିଁ। ମୋ ପିତା ଆମ ବିବାହରେ ରାଜି ହେଇସାରିଛନ୍ତି। ସତରେ କ'ଣ ପ୍ରିୟା? ହଁ ସତ କହୁଛି। ଆରେ ତୁମେ କ'ଣ ସତ କହୁଛ? ହଁ ମୁଁ ସତ ହିଁ କହୁଛି। ତାହେଲେ ଚାଲିଯିବା ପ୍ରିୟା ତୁମ ପିତାମାତାଙ୍କ ସାମ୍ନାରେ। ହଁ ମୋ ପିତା ତମ ସାଥିରେ ଦେଖା କରିବାକୁ ଚାହୁଁଛନ୍ତି। ତାହେଲେ ଠିକ ଅଛି ପ୍ରିୟା। ହେଲେ ଠିକ ଅଛି, ଚାଲ। ममता, ए ममता, तू चालिया रे माँ। प्रणाम राजेश्वर। उठ रे बाप। ममता, ହଁ ପିତା, ए युवक किए? ଏହି ଯୁବକ ମୁଁ ଯାହାକୁ ପ୍ରେମ କରୁଥିଲି। ए युवकटा? हाय राजेश्वर। अरे बाबू, तो परिचय मु जानिबा को चाहे। निश्चय राजेश्वर, ମୁଁ ହେଉଛି ଆପଣଙ୍କ ଏହି ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକ ରାଜ୍ୟର ମହାରାଜ ଚନ୍ଦ୍ରକାନ୍ତଙ୍କ ଏକମାତ୍ର ପୁତ୍ର। ନାମ ମୋର ସୁବ୍ରତ। सुब्रत? ହଁ ମହାରାଜ। कर्णाटक राज्यर राजकुमार? ହଁ ମହାରାଜ। बापा सुब्रत, ହଁ ମହାରାଜ। मु तो विषय सबु शुणी, मो झील सबु कही जाइछि। मो झील कथार राजी हो सारी। मो झील ममता को तो हाथ में टेकीदेवा तू कौन राजी होइछु रे बाप? ହଁ ମହାରାଜ, ରାଜି ହେଇଛି କିନ୍ତୁ ସତ, କିନ୍ତୁ ଗୋଟାଏ ସର୍ତ୍ତରେ। कि शर्त? ମହାରାଜ, ଆପଣ ଝିଅଙ୍କୁ ଯେତେବେଳେ ସେଇ ଜଙ୍ଗଲ ମଧ୍ୟରେ ଶିବ ମନ୍ଦିର ପାଖରେ हाँ ସେହି ଭଣ୍ଡ ବାବା ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ, हाँ ସେହି ବଳାତ୍କାରୀକୁ ଯେତେବେଳେ ମୁଁ ତୁମ ପାଖକୁ ନ ଆଣିଛି ସେତେ ପର୍ଯ୍ୟନ୍ତ ମୁଁ ତୁମ ଝିଅକୁ ବିବାହ କରିପାରିବିନି। सेई न राक्षस ହଁ ମହାରାଜ। जो ममता को बलात्कार करुथिला से नर राक्षस कौठी अछि तू देखिछु? ହଁ ମହାରାଜ, ମୁଁ ଦେଖିଛି। ସେ ତାର ଚେଲା ସହିତ ସେ ଜଙ୍ଗଲରେ ହିଁ ବସବାସ କରୁଛି। से जंगल रे अछि। ହଁ ମହାରାଜ। तू ताकू आनी पारिबु? ନିଶ୍ଚୟ ମହାରାଜ। ममता, ହଁ ପିତା, पुआ भल कहूछि से नर राक्षसर प्रतिशोध न लेवा पर्यंत तो बाहागर होई पारिबनी। से भल कहूछि से नर राक्षस को तू नहीं कि आरे बाप। ନିଶ୍ଚୟ ଏଥର ଆସୁଛି ମହାରାଜ। तू जा।
ମମତା ହଁ ପିତା। କର୍ଣ୍ଣାଟକ ରାଜ୍ୟର ରାଜକୁମାର ସୁବ୍ରତ ହଁ ପିତା। ନାମ ତ ବହୁତ ସୁନ୍ଦର, ଦେବିକା ମଧ୍ୟ ବହୁତ ସୁନ୍ଦର। ହଁ ପିତା। ତୁ ଯାହା ବାଛି ନେଇଛୁ ଭଲ ବରଟେ ବାଛି ନେଇଛୁ। ପିତା। ମୁଁ ନିଶ୍ଚୟ ସେଇ ଯୁବକ ସହିତ ତ ବାହାଘର କରିଦେବି, କିନ୍ତୁ ଗୋଟାଏ ସର୍ତ୍ତ କହିଛି। ସେହି ଜଙ୍ଗଲରେ ଯେଉଁ ତୋତେ ବଳାତ୍କାର କରୁଥିଲା ସେଇ ହେଉଛି ସେ ଶାଗୁଣା। ସେ ଆମ ପ୍ରତିଶୋଧ ନେବା ପାଇଁ ସେ ଅପେକ୍ଷା କରି ବସିଥିଲା ସେଇ ଜଙ୍ଗଲରେ। ହଁ ପିତା। ବହୁତ ଦିନର ସେ କଥାକୁ ମନେ ପକାଇ ତୋତେ ସେ ପ୍ରତିଶୋଧ ନେବାର ବଳାତ୍କାର କରିଛି। ହଁ ପିତା। ଠିକ ଅଛି,